ଶ୍ରମିକଙ୍କ ପାଇଁ ଖୁସି ଖବର ଆସିଲା। ସର୍ବନିମ୍ନ ମଜୁରୀରେ 35% ବୃଦ୍ଧି ଘୋଷଣା କଲେ ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ପାଇଁ ଖୁସି ଖବର। ସର୍ବନିମ୍ନ ମଜୁରୀ ବୃଦ୍ଧି କରିବାକୁ ଘୋଷଣା କଲେ ରାଜ୍ୟ ସରକାର। ଏଣିକି ମିଳିବ ଅଧିକ ଦରମା। ଆସନ୍ତୁ ଆଜି ଆମେ ଜାଣିବା ଏହି ନୂଆ ଅପଡେଟ୍ ବିଷୟରେ। ରାଜ୍ୟ ସରକାର କେତେ ଟଙ୍କା ବୃଦ୍ଧି କରିଛନ୍ତି ଶ୍ରମିକଙ୍କ ମଜୁରୀରେ, ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ 35% ବୃଦ୍ଧି ଘୋଷଣା କରାଯାଇଛି। ହରିୟାଣାର ଶ୍ରମ ମନ୍ତ୍ରୀ ଅନିଲ ବିଜ୍ ବୁଧବାର କହିଥିଲେ, ରାଜ୍ୟ ସରକାର ଅଣକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ 11,274.60 ଟଙ୍କାରୁ ପ୍ରତି ମାସ 15,220 ଟଙ୍କାକୁ ବୃଦ୍ଧି କରିଛନ୍ତି। ଅନିଲ ବିଜ୍ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ୍ ବୈଠକରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ଏବଂ ଏହା 1 ଏପ୍ରିଲରୁ କାର୍ଯ୍ୟକାରୀ ହେବ। କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଉ ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ଏହି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ଅଣକୁଶଳୀ ଶ୍ରମିକଙ୍କୁ ସିଧାସଳଖ ଲାଭ ଦେବ ଏବଂ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବ। ବିଶେଷଜ୍ଞ କମିଟି ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ପାଇଁ ସୁପାରିଶ କରିଥିଲେ। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ କହିଥିଲେ ଯେ ହରିୟାଣା ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ସେ ଘୋଷଣା କରିଥିଲେ ଯେ ଏକ ବିଶେଷଜ୍ଞ କମିଟି ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ପାଇଁ ସୁପାରିଶ କରିଛି। କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ବିସ୍ତୃତ ସୂଚନା ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଅନିଲ ବିଜ୍ କହିଥିଲେ ଯେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 11,274.60 ଟଙ୍କାରୁ 15,220 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପ୍ରାୟ 35% ବୃଦ୍ଧି। ସେ କହିଛନ୍ତି ଯେ ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 12,430.18 ଟଙ୍କାରୁ 16,780.64 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପ୍ରାୟ 35% ବୃଦ୍ଧି। କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀରେ 35% ବୃଦ୍ଧି ଘୋଷଣା କରାଯାଇଛି। ଶ୍ରମ ମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଯେ ରାଜ୍ୟର କୁଶଳୀ ଶ୍ରମିକଙ୍କ ମଜୁରୀ ଅଣକୁଶଳୀ ଶ୍ରମିକଙ୍କ ସହିତ 13,704.31 ଟଙ୍କାରୁ 18,500.81 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପ୍ରାୟ 35% ବୃଦ୍ଧି। ସେହିପରି ହରିୟାଣାରେ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ମଧ୍ୟ 14,389.52 ଟଙ୍କାରୁ 19,425.85 ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପ୍ରାୟ 5,036.33 ଟଙ୍କା ବୃଦ୍ଧି ଘଟିଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ କେଉଁ ରାଜ୍ୟ ସରକାର ଶ୍ରମିକଙ୍କ ମଜୁରୀ 35% ବୃଦ୍ଧି କରିଛନ୍ତି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରିଦିଅନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।